ଆଜି ଆପଣ ଦେଖନ୍ତୁ ଉମାଦେଇପୁର ବ୍ରହ୍ମପୁର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଆପଣଙ୍କର ୱାର୍ଡ଼ ସଭ୍ୟ ସଭ୍ୟାମାନେ ସେମାନେ ଭୋଟ୍ ଦେଇ ତାକୁ ବାହାର କରିବେ କାହିଁକିନା ସେଟା କୋର୍ଟର ଅର୍ଡ଼ର ଅଛି। ମୋର କହିବା କଥା ସରପଞ୍ଚ ଜଣେ ଲୋକ ପ୍ରତିନିଧି ଲୋକମାନଙ୍କର ନିର୍ବାଚିତ ହେଇଛନ୍ତି, ତେଣୁ ତାଙ୍କୁ କୋର୍ଟ ବାହାର କରିବାର କୋର୍ଟର ତ କିଛି ପାୱାର ନାହିଁ, କିଏ ଲୋକମାନଙ୍କର ବା ୱାର୍ଡ଼ ମେମ୍ବରମାନଙ୍କର ତ ପାୱାର ନାହିଁ। ତେଣୁ କେମିତି ତାକୁ କିଛି ଦିନ ତଳେ ଆଜ୍ଞା ସେ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଜଣେ ସରପଞ୍ଚକୁ ନିରକ୍ଷର ବୋଲି କୋର୍ଟ ବାହାର କରିଦେଲେ। ଆରେ ଏଇଟା ତାଙ୍କର କ'ଣ ପରିସରଭୁକ୍ତ ନା ତାଙ୍କ ପରିସରରେ ଅଛି? କୋର୍ଟରେ ଯେଉଁମାନେ ରହିଲେ ଜଜ୍ ମାନେ ସେମାନେ ଆପଏଣ୍ଟେଡ଼ ଲୋକ, ସିଏ ତ ନିର୍ବାଚିତ ଲୋକ ନୁହନ୍ତି। ସିଏ ପୁଣି କ'ଣ ଅର୍ଡ଼ର କରିବେ ଯେ ୟାଙ୍କୁ ବାହାର କରିଦିଅ ବୋଲି? ଏଗୁଡ଼ା ସବୁ ଭୁଲ ନୀତି। ଏଇଟା କେବଳ ଯେଉଁମାନେ ସରପଞ୍ଚ ଯେହେତୁ ଡାଇରେକ୍ଟ ଇଲେକ୍ଟେଡ଼ ତାଙ୍କୁ କେବଳ ଆପଣଙ୍କର ଲୋକମାନେ ହିଁ ବାହାର କରିପାରିବେ ଆଉ ଥରେ ଭୋଟ୍ ଗ୍ରହଣ କରି। ଏଣୁ ସମିତି ନା ସଭ୍ୟ ବା ଆପଣଙ୍କର ସଭ୍ୟାମାନେ ୱାର୍ଡ଼ ମେମ୍ବରମାନେ ତାଙ୍କୁ ବାହାର କରିବାର ଶକ୍ତି ନାହିଁ, ବା ଏ କୋର୍ଟ ଯେଉଁ ଅର୍ଡ଼ର କରୁଛି ତାହାର ଯେଟା ତା ପରିସୀମା ଭିତରେ ନୁହେଁ, କାହିଁକିନା ସେମାନେ ଆପଏଣ୍ଟେଡ଼ ଅଥରିଟି। ସେମାନେ କେମିତି ଜଣେ ନିର୍ବାଚନ ଅଥରିଟିକି ଅର୍ଡ଼ର କରିବେ ବାହାର କରିବେ? ସିଏ ଯଦି ଖରାପ କାମ କରୁଛି, ଲୋକଙ୍କ କାମ କରୁନି, ତାକୁ ଆଉ ଥରେ ନିର୍ବାଚନ କରାଅ। ଲୋକ ତାକୁ ନିର୍ବାଚନ କରିକି ତାକୁ ବାହାର କରିବେ। ତେଣୁ ଏ ନୀତିକି ମୁଁ କହିବା କଥା ଏଇଟା ହେଉଛି ଗଣତନ୍ତ୍ର ବିରୁଦ୍ଧ, ସମ୍ବିଧାନ ବିରୁଦ୍ଧ। ତେଣୁ ଏ ନୀତି ବନ୍ଦ କରିବା ଉଚିତ ରହିଲେ।